ଗୌରବ ପଲ୍ଲବୀକୁ କହିବେ, ପଲ୍ଲବୀ ତମେ ବାହାରେ ଯାହା ବି କାମ ଅଛି ସେସବୁ ତମେ ମୋତେ କୁହ। ତମେ ନିଜେ ସେଠିକି ଯିବା ଦରକାର ନାହିଁ। ଓକେ, ମୁଁ ତମ ପାଇଁ ସେସବୁ କରିଦେବି। ଏବେ ତମେ କେବଳ ତମ ସ୍ୱାସ୍ଥ୍ୟ କଥା ପ୍ରତି ଫୋକସ୍ କର। ଆଉ କୋଉ କାମ କେମିତି କରାଯିବ ସେ ବିଷୟରେ ଉପାୟ ଚିନ୍ତା କର। ଆଉ ଗୋଟେ କଥା ଶୁଣ, ତମ ଭାଇ ତମ ପାଇଁ ସବୁବେଳେ ରେଡି ଅଛି। ତାପରେ ପଲ୍ଲବୀ କହିବେ, ମୁଁ ଜାଣେ ଗୌରବ ଭାଇ, ଆଉ ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିବ ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି। ପୁଣି ଗୌରବ କହିବେ, ଆଚ୍ଛା ଠିକ୍ ଅଛି, ତମେ ତାହେଲେ ଏବେ ରେଷ୍ଟ ନିଅ। ଏମିତି କହି ଗୌରବ ରିମଝିମ୍କୁ କହିବେ, ରିମଝିମ୍ ଆମେ ତାହେଲେ ଏବେ ଯିବା। ତାପରେ ମମତା ରିମଝିମ୍କୁ କହିବେ, ରିମଝିମ୍ ଟିକେ ଗରମ ପାଣି ଆଉ ଗୋଟେ କପଡ଼ା ନେଇକି ଆସିବୁ। ମୁଁ ପଲ୍ଲବୀ ଗୋଡ଼ରେ ସେକ ଦେବି। ଆଉ ହଁ, ତା ପାଇଁ ଟିକେ ସୁପ୍ ତିଆରି କରିକି ଆଣିବୁ। ତାପରେ ପଲ୍ଲବୀ କହିବେ, ଅପା ନାଇଁ, ମୋତେ ଏବେ ଭୋକ ନାହିଁ। ତାପରେ ମମତା କହିବେ, ତୁ ଚୁପ୍ ହେଇକି ବସ୍, ତୋ କଥାରେ ଏ ଘର ଚଲିବନି। ରିମଝିମ୍ ଯା, ଗରମ ପାଣି ଆଉ ସୁପ୍ ନେଇକି ଆସିବୁ ଯା। ତାପରେ ରିମଝିମ୍ କହିବେ, ଠିକ୍ ଅଛି। ଏମିତି କହି ଚାଲିଯିବେ ଆଉ ତଲକୁ ଆସିବେ। ତାପରେ ଗୌରବ ରିମଝିମ୍କୁ କହିବେ, ସିଆଡ଼େ କୁଆଡ଼େ ଯାଉଛ? ପଲ୍ଲବୀଙ୍କ କିଚେନକୁ ଯାଅ। ସେଇଠି ଯାଅ ତାଙ୍କ ପାଇଁ ଗରମ ପାଣି ଆଉ ସୁପ୍ ତିଆରି କର। ତାପରେ ରିମଝିମ୍ କହିବେ, ହଁ ଏଇଟା ବି ଏବେ ଗୋଟେ ନୂଆ ପ୍ରୋବ୍ଲେମ୍ ନା, କେତେବେଳେ କୋଉ କିଚେନରେ କାହା ପାଇଁ କ'ଣ ତିଆରି କରିବାକୁ ପଡ଼ିବ ସେ କଥା ବି ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ମୁଁ ଏବେ ସେଇଠି ଗଲା ମାନେ ତା କିଚେନରେ ସେ କୋଉଠି କ'ଣ ରଖିଛି ମୋତେ ସେସବୁ ଖୋଜିବାକୁ ପଡ଼ିବ। ତେଣୁ ମୁଁ ଏଇଠି ଗରମ ପାଣି ଆଉ ସୁପ୍ ତିଆରି କରିଦେଉଛି। କେହି ଜାଣିପାରିବେନି। ତାପରେ ଗୌରବ କହିବେ, ଏସବୁ ଜାଣିବା ନ ଜାଣିବା କଥା ପଡ଼ିନି ରିମଝିମ୍, ଇଏ ଆଦର୍ଶ ଆଉ ପଲ୍ଲବୀଙ୍କର ସ୍ୱାଭିମାନର କଥା। ସେଇଥିପାଇଁ ଆମକୁ ତାଙ୍କ ସ୍ୱାଭିମାନକୁ ସମ୍ମାନ ଦେବା ଉଚିତ। ଆଚ୍ଛା, ତମେ କହୁଥିଲ ନା ସେଠି କୋଉଠି କ'ଣ ଅଛି ପାଇବନି ବୋଲି, ଚାଲ ମୁଁ ତମକୁ ହେଲ୍ପ କରିଦେବି। ଆରେ ଆସ। ଏମିତି କହି ଦି ଜଣ କିଚେନକୁ ଯିବେ। ତାପରେ ରୁବି ଉପରୁ ଥାଇ ସବୁ ଦେଖୁଥିବେ ଆଉ ରୁମକୁ ଆସିବେ। ତାପରେ ନୀଲମ ରୁବିକୁ କହିବେ, କ'ଣ ହେଲା ମାମା, ତମେ ଏତେ ଶୀଘ୍ର ଫେରି ଆସିଲ? ତାପରେ ରୁବି କହିବେ, ମୁଁ ସେ ପଲ୍ଲବୀ ରୁମକୁ ଯାଉଥିଲି ନୀଲମ, କିନ୍ତୁ ବାଟରେ ଦେଖିଲି ଗୌରବ ଆଉ ରିମଝିମ୍ ମାୟା କିଚେନରେ ସେ ପଲ୍ଲବୀ ପାଇଁ କିଛି ତିଆରି କରିବାକୁ ଯାଉଥିଲି। ମୁଁ ଭାବିଲି ସେ ରିମଝିମ୍ ଆଉ ଗୌରବକୁ ଏ ଘରୁ ବାହାର କରିବା ପାଇଁ ମୋତେ ଗୋଟେ ବଢ଼ିଆ ଚାନ୍ସ ମିଳିଗଲା। ଥରେ ଯଦି ସେ ରିମଝିମ୍ ମାୟା କିଚେନରେ ପଲ୍ଲବୀ ପାଇଁ ସୁପ୍ ତିଆରି କରିଥିଲେ, ମୁଁ ସାଙ୍ଗେ ସାଙ୍ଗେ ଯାଇ ମାୟା ପାଖରେ ଏସବୁ କଥା କମ୍ପ୍ଲେନ୍ କରିଥାନ୍ତି। ଆଉ ତାପରେ ସେ ଦି ଜଣଙ୍କର ଏ ଘରୁ ଛୁଟି ହେଇଯାଇଥାନ୍ତା। କିନ୍ତୁ ଠିକ୍ ସମୟରେ ସେ ଗୌରବ ଚାଲାକି ଦେଖେଇ ରିମଝିମ୍କୁ ପଲ୍ଲବୀ କିଚେନକୁ ନେଇଗଲା ଆଉ ଆମର ସବୁ ପ୍ଲାନ୍ ବରବାଦ ହେଇଗଲା। ତାପରେ ନୀଲମ କହିବେ, ଏବେ ବି ବାଜି ଆମ ହାତରେ ଅଛି ମାମା। ତମେ ସେଇ ସେମ୍ କଥା ଯାଇ ମାୟା ଆଣ୍ଟିଙ୍କ ଆଗରେ କୁହ କି ରିମଝିମ୍ ଭାଉଜ ପଲ୍ଲବୀ କିଚେନକୁ ଯାଇ ସୁପ୍ ତିଆରି କରୁଥିଲେ। ଆଉ ତାପରେ ଦେଖ ଏ ଘରେ କେମିତି ନିଆଁ ଲାଗୁଛି।